ପିଲାମାନେ ଆଜି ଆମେ ପଢ଼ିବା 6th କ୍ଲାସ୍ ନ୍ୟୁ ଏଡିସନ୍ ଇଂଲିଶ ବୁକ୍ର ଫାର୍ଷ୍ଟ ଚାପ୍ଟର ବା ଫାର୍ଷ୍ଟ ୟୁନିଟ୍। ତୁମେ ଦେଖିପାରୁଥିବ ଫାର୍ଷ୍ଟ ୟୁନିଟ୍ର ବିଷୟ ନାଁର କ'ଣ ଅଛି, ଫେବଲ୍ସ ଆଣ୍ଡ ଫୋକ୍ ଟେଲ୍ସ। ତାହେଲେ ଏବେ ପଢ଼ିବା। ଦେଖ ସ୍କ୍ରିନ୍ରେ ଦେଖିପାରୁଥିବ ତୁମେ। ରାମନାଥ ୱାଜ୍ ଦ ସନ୍ ଅଫ୍ ଏ ରିଚ୍ ଲ୍ୟାଣ୍ଡଲର୍ଡ। ରାମନାଥ ଜଣେ ଧନୀ ଜମିଦାରଙ୍କର ପୁଅ ଥିଲେ। ହିଜ୍ ଫାଦର ଲେଫ୍ଟ ହିମ୍ ଲାର୍ଜ ଏରିଆଜ୍ ଅଫ୍ ଲ୍ୟାଣ୍ଡ ହ୍ୱେନ୍ ହି ଡାଏଡ୍। ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ତାଙ୍କ ପାଇଁ ପ୍ରଚୁର ଜମିବାଡ଼ି ଛାଡ଼ି ଯାଇଥିଲେ। ବଟ୍ ରାମନାଥ ଡିଡ୍ ନଟ୍ ସ୍ପେଣ୍ଡ ଇଭେନ୍ ୱାନ୍ ଡେ ଲୁକିଂ ଆଫ୍ଟର ହିଜ୍ ଲ୍ୟାଣ୍ଡ। କିନ୍ତୁ ରାମନାଥ ନିଜ ଜମିବାଡ଼ିର ଦେଖାଶୁଣା କରିବା ପାଇଁ ଗୋଟେ ଦିନ ବି ସମୟ ଦେଉନଥିଲେ। ଦିସ୍ ୱାଜ୍ ବିକଜ୍ ହି ହ୍ୟାଡ୍ ଏ ଫନି ଆଇଡ଼ିଆ। ଏହାର କାରଣ କ'ଣ ଥିଲା? ଯେ ତାଙ୍କ ମନରେ ଏକ ଅଦ୍ଭୁତ ଚିନ୍ତାଧାରା ଥିଲା, ଅଦ୍ଭୁତ ବା ହାସ୍ୟାସ୍ପଦ ଚିନ୍ତାଧାରା ଥିଲା। ହି ବିଲିଭ୍ଡ ଦେୟାର ୱାଜ୍ ଏ ମ୍ୟାଜିକ୍ ପର୍ସନ୍ ଦ୍ୟାଟ୍ କୁଡ୍ ଟର୍ନ ଏନି ଅବଜେକ୍ଟ ଇଣ୍ଟୁ ଗୋଲ୍ଡ। ସେ ବିଶ୍ୱାସ କ'ଣ କରୁଥିଲେ ନା, ସେ କ'ଣ ବିଶ୍ୱାସ କରୁଥିଲେ ଯେ ଏମିତି ଏକ ଯାଦୁକାରୀ ତରଳ ପଦାର୍ଥ ଅଛି ଯାହା କୌଣସି ଜିନିଷକୁ ସୁନାରେ ବଦଳାଇ ଦେଇପାରେ। ତାପରେ କ'ଣ ହେଲା? ହି ସ୍ପେଣ୍ଟ all his time learning more about this magic person। ସେ ନିଜର ସବୁ ସମୟ ସେହି ଯାଦୁକରୀ ପଦାର୍ଥ ବିଷୟରେ ଅଧିକ ଜାଣିବା ପାଇଁ ବିତାଇ ଦେଉଥିଲେ। People cheated him, often promising to tell him about it, but he had not give up। ଲୋକମାନେ ତାଙ୍କୁ ସେହି ବିଷୟରେ କହିବାକୁ ପ୍ରତିଶ୍ରୁତି ଦେଇ ପ୍ରାୟତଃ ଠକି ଦେଉଥିଲେ, କିନ୍ତୁ ସେ ହାର ମାନୁନଥିଲେ। His wife ମଧୁମତି ୱାଜ୍ ଟାୟାର୍ଡ ଅଫ୍ ଦିସ୍। ହେଲା, ତାଙ୍କର ପତ୍ନୀ, ତାଙ୍କର ଧର୍ମପତ୍ନୀ ମଧୁମତି ଏସବୁ ଜିନିଷରେ ବିରକ୍ତ ହୋଇଯାଇଥିଲେ। ସି ୱାଜ୍ ଅଲସୋ ୱରିଡ୍ ବିକଜ୍ ସି ୱାଜ୍ ହାଉ ମଚ୍ ମନି ରାମନାଥ ୱାଜ୍ ସ୍ପେଣ୍ଡିଂ। ରାମନାଥ କେତେ ପରିମାଣରେ ଟଙ୍କା ଖର୍ଚ୍ଚ କରୁଛନ୍ତି ତାହା ଦେଖି ତାଙ୍କର ପତ୍ନୀ ମଧ୍ୟ ବହୁତ ଚିନ୍ତା କରୁଥିଲେ। ସି ୱାଜ୍ ସିଓର ଦ୍ୟାଟ୍ soon they would be without money। ସେ ନିଶ୍ଚିତ ଥିଲେ ଯେ ଖୁବ୍ ଶୀଘ୍ର ସେମାନଙ୍କ ପାଖରେ ସବୁ ଟଙ୍କା ପଇସା ସରିଯିବ। ତାପରେ ଦେଖିବା ଫାର୍ଷ୍ଟ ଅନୁଚ୍ଛେଦଟି ସରିଯାଇଛି, ଏବେ ଆମେ ଦେଖିବା ଦ୍ୱିତୀୟ ଅନୁଚ୍ଛେଦ। One day a famous sheikh called ମହିପତି came to their town। ଦିନେ ମହିପତି ନାମକ ଜଣେ ପ୍ରସିଦ୍ଧ ସାଧୁ ତାଙ୍କ ସହରକୁ ଆସିଲେ। ରାମନାଥ became his follower and asked him about the person। ରାମନାଥ ମଧ୍ୟ ତାଙ୍କର ଶିଷ୍ୟ ହୋଇଗଲେ ଏବଂ ତାକୁ ସେହି ଯାଦୁକରୀ କ'ଣ ତରଳ ପଦାର୍ଥ ବିଷୟରେ ପଚାରିଲେ। To his surprise, the sheikh answered, Yes, I am travel in the Himalayas। I heard how you could make such a person। ତାଙ୍କୁ ଆଶ୍ଚର୍ଯ୍ୟଚକିତ ହୋଇ ସାଧୁ ଜଣକ ଉତ୍ତର ଦେଲେ, ହଁ, ହିମାଳୟ ଭ୍ରମଣ ସମୟରେ ମୁଁ ଶୁଣିଥିଲି ଯେ ତୁମେ କିପରି ଏଭଳି ଏକ ଯାଦୁକାରୀ ପଦାର୍ଥ ତିଆରି କରିପାରିବ। ତାପରେ ସାଧୁ ଜଣକ କ'ଣ କହିଲେ? ବଟ୍ ଇଟ୍ ଇଜ୍ ଡିଫିକଲ୍ଟ। କିନ୍ତୁ ଏହା ବହୁତ କଷ୍ଟକର। ତାପରେ ଦେଖିବା ଥାର୍ଡ଼ ଅନୁଚ୍ଛେଦ କ'ଣ ଅଛି? ଟେଲ୍ ମି ରିକ୍ୱେଷ୍ଟେଡ୍ ରାମନାଥ। ମୋତେ କୁହନ୍ତୁ। ରାମନାଥ ଏହା ଅନୁରୋଧ କଲେ। କାହାକୁ? ସାଧୁ ଜଣକୁ ରାମନାଥ ଅନୁରୋଧ କଲେ କି ମୋତେ କୁହନ୍ତୁ। You have to plant a banana plant and water it regularly with your hand। ସେ ସାଧୁ ଜଣକୁ କ'ଣ କହିଲେ ନା, ତୁମକୁ ଗୋଟିଏ କଦଳୀ ଗଛ ଲଗାଇବାକୁ ହେବ ଏବଂ ନିଜ ହାତରେ ସେଥିରେ ନିୟମିତ ପାଣି ଦେବାକୁ ପଡ଼ିବ। In winter the morning dew is on the leaves। ଶୀତଦିନେ ସକାଳର କାକର ଟୋପା ଗୁଡ଼ିକ ପତ୍ର ଉପରେ ଜମି ରହିଥାଏ। You have to collect the dew and store it in a bottle। ତୁମକୁ ସେହି କାକର ସଂଗ୍ରହ କରି ଗୋଟିଏ ବୋତଲରେ ସାଇତି ରଖିବାକୁ ହେବ। When you have 5 liters of dew, bring it to me। ଯେତେବେଳେ ତୁମ ପାଖରେ 5 ଲିଟର କାକର ଜମା ହୋଇଯିବ ତାହାକୁ ମୋ ପାଖକୁ ନେଇ ଆସିବ। I will chant some magic word which will turn it into the magic potion। ମୁଁ କିଛି ଯାଦୁକାରୀ ମନ୍ତ୍ର ପାଠ କରିବି ଯାହା ଏହାକୁ ସେହି ଯାଦୁକାରୀ ତରଳ ଔଷଧରେ ବଦଳାଇ ଦେବ। ଏହା କ'ଣ ଏପରି କିଏ କହିଲେ? ସାଧୁ ଜଣକୁ କହିଲେ। A drop of
A drop of the potion will change any object into gold. से पदार्थर गोटे टोपा कौन सी जिनिस को सुनारे परिणत करदेव साधु जनक कहले। तापर कौन है ना रामनाथ वाज वरीड बट विंटर इज ओनली फॉर ए फ्यू मंथ। रामनाथ चिंतित थिले किंतु शीत दिन मात्र किछि मास रही थाए। It will take me years to collect 5 liters of dew. 5 लिटर काकर संग्रह करने पाई मते बहुत वर्ष लगिजिव। You can plant as many banana plant as you want, but remember, you must look after them yourself and collect the dew with your own hand. किंतु मने रख तुम्हें जेते चाहिए सेते कदली गछ लगे परिबो किंतु मने रख तुमको निजे सेगुड़िकर जत्न नेबाकू हेबो एवं निज हाथ रे काकर संग्रह करिया पाई पड़िबो। एही सबू किए कहले से ऋषि जनक रामनाथ को कहले। तापर देखबा नेक्स्ट सेकंड पार्ट रे कोन अछि। रामनाथ वेंट होम एंड टॉक टू हिज वाइफ। रामनाथ घर को गले एवं तांकर पत्नी को सह कथा हेले। देन ही स्टार्टेड क्लीनिंग हिज लास्ट फील्ड व्हिच हैड बीन लाइंग एम्प्टी ऑल दिस ईयर। तापर से तांकर बड़ पड़िया गुडी को सफा करबा को आरंभ कले जहा बहुत वर्ष धरि खाली पड़थिला। से तांकर बड़ पड़िया बा खेत को सफा कले जोड़ा कि बहुत वर्ष धरि खाली पड़थिला। There he planted row and rows of banana plants. सेठारे से धाड़ी धाड़ी करी गछ लगाइले। He tended them carefully. सेगुड़िकर जत्नर सह रक्षणाबेक्षण कले। During the winter months, he collected the dew with great care. शीत मास गुड़िकर से अति जत्नर सह शिशिर संग्रह कले। तापरे कौन होला हिज वाइफ हेल्प हिम टू। तांकर धर्म तांकर जो पत्नी थिले तांकर पत्नी मध्ये तांको सहाय्य कले। मधुमती गैदर द बनाना क्रॉप took it to the market and got a good price for it. मधुमती तांकर स्त्री कौन कले ना कदली अमल कर ताको संग्रह कले ताहाको बाजार को नहीं सेथे भल दाम पाइले। ताको बाजार को नहीं बिकी सेथे भल दाम पाइले। Over the years, Ramanatha planted more and more plants, and they had a huge banana plantation. बहुत वर्ष धरी माने एमिति वर्ष धरी रामनाथ अधिक रु अधिक गछ लगाइले एवं सेमानंकर एक विशाल कदली बगीचा हेगला। At the end 6 years, he finally had his 5 liters of dew. 6 वर्ष शेषरे तांको पाखरे 5 लिटर शिशिर जमा होइगला। तापर नेक्स्ट पैराग्राफ देखिबा कोन अछि। केयरफुली ही टुक द बॉटल टू द सेट। से सावधानता सह बोतल टी को साधु पाखक नहीं गले। द सेक स्माइल एंड मटर्ड समथिंग ओवर द वाटर। साधु जनक हसिले एवं पानी ऊपर किछि मंत्र गुणगुण होई कहिले। देन ही रिटर्न द बॉटल एंड सेड ट्राई इट आउट। तापर से बोतल टी फेरस्त कले एवं कहिले एहाकू परीक्षा करी देख। रामनाथ स्प्रिंकल ए फ्यू ड्रॉप्स ऑन ए कॉपर वेसल एंड वेटेड फॉर इट टू टर्न इनटू गोल्ड। रामनाथ एक तंबा पात्र उपरे किछि बुंदा छिंचिले एवं यह सुनारे परिणत हेबाकू अपेक्षा कले। टू हिज सरप्राइज नथिंग हैपेंड। तांकर आश्चर्य सीमा रहिला नाही जेतेबेले से देखले किछि हेला नाही। दिस इज चीटिंग ही टोल्ड द सेक। तापर से साधु को पाख गले एवं साधु को कहले एहा एक प्रतारणा। I have wasted 6 precious years of my life. मो जीवनर 6टी मूल्यवान वर्ष नष्ट करदेली। But Sek Mahimati only smiled and called मधुमती to come forward. किंतु साधु महिमती केवल हसिले एवं मधुमती को आगक आसिया डाकिले। तांकर स्त्री मधुमती को रामनाथंकर स्त्री मधुमती को आगक आसिया डाकिले। She came with a big box. से एक बड़ बाक्स धरी आसिले। When she opened it, they saw shine stacks of gold coins. सेतबे से यहाँ को खोलिले से माने चकचक करथिबा सुना मुद्रार स्तूप देखिले। Now the Sheikh turned to the very surprised Ramanatha and said, "There is no magic person that can turn things into gold." वर्तमान जो साधु थे से साधु अत्यंत आश्चर्य होइतबा रामनाथ को आड़ को चाहिए एवं कहले एपरी कौन सी जादूकारी पानीय नाही जहा जिनिस को सुनारे परिणत करि You work hard on your land and created this plantation.
ତୁମେ ତୁମର ଜମିରେ କଠିନ ପରିଶ୍ରମ କଲ ଏବଂ ଏହି ବଗିଚା ସୃଷ୍ଟି କଲ। While you looked after the trees, your wife sold the fruit in the market. ଯେତେବେଳେ ତୁମେ ଗଛଗୁଡ଼ିକ ଯତ୍ନ ନେଉଥିଲ, ତୁମର ପତ୍ନୀ ବଜାରରେ ସେହି ଫଳଗୁଡ଼ିକ ବିକ୍ରି କରୁଥିଲେ। That's how you got this money. ଏହିପରି ଭାବରେ ତୁମେ ଏହି ଟଙ୍କା ପାଇଲ। ତାପରେ କ'ଣ ଅଛି? It was your hard work that created this wealth, not magic. ଏହା ତୁମର କଠିନ ପରିଶ୍ରମ ଥିଲା ଯାହା ଏହି ସମ୍ପତ୍ତି ସୃଷ୍ଟି କରିଛି। ଏହା କୌଣସି ଯାଦୁ ନୁହେଁ। If I had told you about this earlier, you would have not listened to me, so I have played a trick on you. ଯଦି ମୁଁ ତୁମକୁ ଏହି ବିଷୟରେ ଆଗରୁ କହିଦେଇଥାନ୍ତି, ତୁମେ ମୋ କଥା ଶୁଣି ନଥାନ୍ତ। ତେଣୁ ମୁଁ ତୁମ ସହିତ ଏକ ଚାଲାକି କରିଥିଲି। କିଏ କହିଲେ? ସେ ସାଧୁ ଜଣକ କହିଲେ, ରାମନାଥଙ୍କୁ କହିଲେ। ରାମନାଥ understood the wisdom behind these words and worked even harder. ରାମନାଥ understood the wisdom behind these words and worked even harder on his plantation from that day. From that day on. ରାମନାଥ ଏହି ଶବ୍ଦଗୁଡ଼ିକର ପଛରେ ଥିବା ଜ୍ଞାନକୁ ବୁଝିପାରିଲା ଏବଂ ସେହି ଦିନଠାରୁ ସେ ନିଜ ବଗିଚାରେ ଆହୁରି କଠିନ ପରିଶ୍ରମ କଲା। ତ ଆମର ବିଷୟଟି ସରିଯାଇଛି। ପିଲାମାନେ ତୁମକୁ ବିଷୟଟି ବୁଝିବା ଭଲ ଲାଗିଥିଲେ ଲାଇକ୍ କରିବ, କମେଣ୍ଟ କରିବ ଆଉ ସେୟାର କରିଦେବ।